ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟିଏ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ଦନ୍ତ ଧାବନ କାଷ୍ଠ। ଆଉ ଆଜି ଆମେ ଏଇ ଅଧ୍ୟାୟରେ ଜାଣିବା ବର୍ଜିତ ଦନ୍ତ ବାଧନ କାଷ୍ଠ। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ବର୍ଜିତ ଦନ୍ତ ଧାବନ କାଷ୍ଠ। କୁଶ କାଶ ପଳାଶ ଚ ନିଷୁପୟସ୍ତୁ ଭକ୍ଷୟେତ୍ ତାବତ୍ ଭବତି ଚାଣ୍ଡାଳୋ ଯାବଦ୍ ଗଙ୍ଗା ନ ପଶ୍ୟତି। ଅର୍ଦ୍ଧସୂକ୍ଷ୍ମ ତ୍ୱଚିହ୍ନିନ ଯତନେନ ପରିବର୍ଜୟେତ୍ ପତିତଂ ଚାତିରିକ୍ତଂ ଚ କୀଟବିଧି ତଥୈବ ଚ। କୁଶ କାଶ ପଳାଶ ବାଉଁଶ ଅର୍ଦ୍ଧସୂକ୍ଷ୍ମ ଚୋପା ନଥିବା ପୋକ କାଟିଥିବା କାଠ ଦନ୍ତ ଧାବନ ପାଇଁ ଯତ୍ନପୂର୍ବକ ତ୍ୟାଗ କରିବ। ତ ବନ୍ଧୁ, ଆଜି ଆମେ ଜାଣିଲେ ବର୍ଜିତ ଦନ୍ତ ଧାବନ କାଷ୍ଠ। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ମୌନ ବିଧି। ତ ସେଇ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।